আমরা দেখুଛୁ जीवस्य पुस्तकରେ ତାହା ବର୍ଣ୍ଣନା କରାଯାଇଅଛି ଯେଉଁଠାରେ ତୁମେ ବାସ କରୁଛ କିନ୍ତୁ ମୁଁ ଏବଂ ମୋ ପରିବାର ଆମେ କଣ କରିବୁ ପ୍ରଭୁଙ୍କର ସେବା କରିବୁ ଆମେ ଯେତେବେଳେ କି ଦେଖୁଛୁ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ अनेक ताड़ना मैंने देखी पार्छु ताहांतु आघात करा जाउछि मारी दिया जाउछि कष्ट दिया जाउछि चर्च को भंगा जाउछि एपरि परिस्थिति रे आमे माने कोपरि व्यवहार माने नै यात्रा करूछु और कोपरि कठिन परिस्थिति रे माने यात्रा करूछु एक परिचय विषय जहाँ कि आमे माने ईश्वरकर पुनर्जन्म बा परित्राण पाइथिबा व्यक्ति माने ईश्वरकर पवित्र रक्त द्वारा बा यीशुकर बहुमूल्य रक्त द्वारा किना जाइथिबा परिशुद्ध व्यक्ति माने जे आमे माने ताहांकर सेवा करिबा पाए आमे माने संपूर्ण प्रतिबद्धता हवा आवश्यकता रही अछि प्रतिबद्धता हेउछि एक शब्द जहा सहित आज अनेक लोक संघर्ष करती संपर्क हो चाकरी हो विश्वास रे एपरी समय लोक माने प्रायतः निजको संपूर्ण भाव रे समर्पित करने को संकोच करते तथापि परमेश्वर तांको लोक माननको आपणार लोक माननको बहुमूल्य रक्त दे किणिथिबा लोक माननको ताहाकर मूल्य दे किणिथिबा लोक माननको अटल एवं प्रतिबद्धतार जीवन काटिबा को से आह्वान करती ध्यान दियंतु इट इज वेरी इंपोर्टेंट आमने जो संघर्ष संपर्क मध्य आमने संघर्ष दे यात्रा करछु चाकरी दे यात्रा करो विश्वास रे मध्य आमने यात्रा करो सेही मध्य रे आमे माने अनेक समय समर्पित हेबा पाए आमे माने संकोच करि पाओ जीव से इस्राएल को मानक मध्य ठिया होई एक साहसिक भाव रे घोषणा करे मो एवं मो परिवार आमे प्रभु को सेवा करिबु से बुझी पारिले जे परमेश्वर को अनुसरण करबा पाए एक पसंद एक निष्पत्ति एवं एक गभीर प्रतिबद्धता आवश्यकता रही एही परिस्थिति रे आम मानकर प्रतिबद्धतार बहुत गुरुत्व रही अछि आज ध्यान पाए जो देखो जीव पुस्तक तार 24 अध्याय तार 15 पदरे जहाँ कि आप मानक आह्वान करा जाउछि प्रतिबद्धतार आह्वान वा प्रतिबद्धता को माने बाछिबा एहा एक विषय जहाँ कि एक गभीर प्रतिबद्धता को आम्भे माने धरी रखिबा आवश्यकता रही अछि जदि आमने देखिबा तीनोटी गुरुत्व विषय जे प्रतिबद्धता दिग मध्यरे आमने जानिबा शिखिबा तार अनुसरण करिबा पाए आम्भे माने प्रतिबद्धता को आमने बाछिबा बा पसंद करिबा एवं प्रतिबद्धतार मूल्य कोन एवं प्रतिबद्धतार पुरस्कार कोन रही अछि जेते बेले कि आम्भे माने प्रतिबद्धता बा माने निष्पत्ति नबा
ପ୍ରତିବଦ୍ଧତାର ଯେତେବେଳେ ଆମେ ବାଛିବା ପସନ୍ଦ କରିବୁ, ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଅଟେ। ଯେଉଁ ଆମେ ସିଦ୍ଧାନ୍ତ ନେବା, ଯେଉଁ ବାଛିବା, ତାହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଅଟେ। ଆଜି ମୁଁ ଉପାସନା ମଧ୍ୟକୁ ଯିବି, ତାହା ବ୍ୟକ୍ତିଗତ, ତାହା ନିଷ୍ପତ୍ତି ଅଟେ। ଆଜି ମୁଁ ପରମେଶ୍ୱରଙ୍କ ପାଇଁ ବଞ୍ଚିବି, ତାହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଅଟେ। ମୁଁ ଈଶ୍ୱରଙ୍କ ନିକଟରେ ମୁଁ ପ୍ରାର୍ଥନା କରିବି, ତାହା ହେଉଛି ବ୍ୟକ୍ତିଗତ ନିଷ୍ପତ୍ତି ଅଟେ। ତେଣୁକରି ଝିଅ ଲୋକମାନଙ୍କୁ କାହାର ସେବା କରିବା ପାଇଁ ସେ ବାଛିବ। ତୁମେ ମାନେ ବାଛ, ତୁମେ ସିଦ୍ଧାନ୍ତ ନିଅ, ପସନ୍ଦ କର, ତୁମେ କାହାର ସେବା କରିବ। সেই সময়ে অনেক দেবতা ମାନଙ୍କୁ ସେମାନେ ପୂଜା କରୁଥିଲେ ଏବଂ সেই ସମୟରେ ভিন্ন ভিন্ন ମତ ଆସୁଥିଲା, ଯାହାକି ଆଜି ଆମେ এই ଜଗତ ମଧ୍ୟରେ ବର୍ତ୍ତମାନ ଆମେ ଦେଖିପାରୁଛୁ। କିନ୍ତୁ ଈଶ୍ୱରଙ୍କର ସେ ପବିତ୍ର ବାକ୍ୟ, ଈଶ୍ୱରଙ୍କର ସେ ମୁଖ ନିର୍ଗତ ବାକ୍ୟ ଆମ୍ଭମାନଙ୍କୁ ପ୍ରକାଶ କରେ ଯେ ତୁମେ କାହାର ସେବା କରିବ। ଯେତେବେଳେ ପରମେଶ୍ୱରଙ୍କର ଆମେମାନେ ସେବା କରୁ, ତେବେ ତାହା ଯେପରି ଦୁଇ ପ୍ରକାର ନୁହଁ। କାରଣ ସତ୍ୟ ଜୀବିତ ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭ ଛଡ଼ା ଦ୍ୱିତୀୟ କେହି ନାହାନ୍ତି। There is only one God. ଜଣେ ପରମେଶ୍ୱର, ଯେଉଁ ପରମେଶ୍ୱର କି ଆମ୍ଭମାନଙ୍କୁ ତାହାଙ୍କର ସେହି ରାଜ୍ୟ ମଧ୍ୟରେ ରଖିବା ପାଇଁ ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ତେଣୁକରି ଯେତେବେଳେ ଆମ୍ଭେମାନେ ଏହି ସ୍ଥାନରେ ବର୍ତ୍ତମାନ ଉପସ୍ଥିତ ଅଛୁ, ଆମ୍ଭେମାନେ ବାଛିବା ମୁଁ କାହାର ସେବା କରିବି ଏବଂ ସେହି ସେବା ମଧ୍ୟରେ ମୁଁ ପ୍ରତିବଦ୍ଧତା ହେବି। What way I must obey. ମୁଁ କେଉଁ ପଥରେ ପରମେଶ୍ୱରଙ୍କ ପାଇଁ ମୁଁ ପ୍ରତିବଦ୍ଧତା ସହିତ ଜୀବନ କାଟିବି। ତେଣୁକରି ଆମ୍ଭେମାନେ ଯେତେବେଳେ ଦେଖୁ ଯେ ପ୍ରତିବଦ୍ଧତା ଏକ ବ୍ୟକ୍ତିଗତ ନିଷ୍ପତ୍ତି, ଝିଅ ଲୋକମାନଙ୍କୁ, ଇସ୍ରାଏଲ ଲୋକମାନଙ୍କୁ ଆହ୍ୱାନ କରୁଛନ୍ତି ପ୍ରତିବଦ୍ଧତାରେ ସେମାନେ ସ୍ଥିର ରହିବା ପାଇଁ। ଈଶ୍ୱର ଆମ୍ଭମାନଙ୍କୁ ବାଧ୍ୟ କରନ୍ତି ନାହିଁ। ଧ୍ୟାନ ଦିଅନ୍ତୁ, ଈଶ୍ୱର ଆମ୍ଭମାନଙ୍କୁ ବାଧ୍ୟ କରନ୍ତି ନାହିଁ। ସେ ଏକ ଇଚ୍ଛୁକ ଏବଂ ସମ୍ପୂର୍ଣ୍ଣ ହୃଦୟର ପ୍ରତିବଦ୍ଧତା ଲୋକମାନଙ୍କୁ ଚାହାନ୍ତି। ପରମେଶ୍ୱର ଚାହାନ୍ତି ଏକ ପ୍ରତିବଦ୍ଧତା ବ୍ୟକ୍ତି, ଏକ ଉଚ୍ଚକିତ ବ୍ୟକ୍ତି, ଏକ ନିଷ୍ପତ୍ତିବାନ ବ୍ୟକ୍ତି, ଯେଉଁ ବ୍ୟକ୍ତି କି ଈଶ୍ୱରଙ୍କ ପାଇଁ ବଞ୍ଚିବ, ଯେଉଁ ପରିବାର କି ଈଶ୍ୱରଙ୍କ ପାଇଁ ବଞ୍ଚିବା ପାଇଁ ସେ ଆଗ୍ରହ ପ୍ରକାଶ କରିବ। ତା ମଧ୍ୟରେ ଆମେ ମାନେ ଦେଖୁଛୁ ପ୍ରତିବଦ୍ଧତା ସେମାନଙ୍କ ମଧ୍ୟରେ ଆବଶ୍ୟକ ଏବଂ ସେମାନେ ସେ ମଧ୍ୟ ଦେଇ ଯାତ୍ରା କରନ୍ତି। ତେଣୁକରି ଆମ୍ଭେମାନେ ଦେଖୁଛୁ ଯେ ଈଶ୍ୱର ଇଚ୍ଛୁକ ବ୍ୟକ୍ତି ଏବଂ ସମ୍ପୂର୍ଣ୍ଣ ହୃଦୟର ଉଚ୍ଚକିତ ବ୍ୟକ୍ତି ବା ସିଦ୍ଧାନ୍ତର ବ୍ୟକ୍ତି, ନିଷ୍ପତ୍ତି ନେବା ବ୍ୟକ୍ତିକୁ ପରମେଶ୍ୱର ସେ ଚାହାନ୍ତି। ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟ ଯେତେବେଳେ ଆମେ 24 ପଦରେ ଆମେ ଧ୍ୟାନ କରୁ, ସେହି ସ୍ଥାନରେ ପରମେଶ୍ୱର ଏହି କଥା କୁହନ୍ତି। ପରମେଶ୍ୱରଙ୍କର ବାକ୍ୟରେ ଏପରି ଲେଖାଯାଏ, କୌଣସି ବ୍ୟକ୍ତି ଦୁଇ ଜଣଙ୍କ ମାଲିକଙ୍କ ସେବା କରିପାରିବ ନାହିଁ। କେବେ ହେଲେ ମଧ୍ୟ ଜଣେ ବ୍ୟକ୍ତି ଭଲ ଏବଂ ମନ୍ଦକୁ ସେ ଗ୍ରହଣ କରିପାରିବ ନାହିଁ। କେବେ ହେଲେ ମଧ୍ୟ ଜଣେ ବ୍ୟକ୍ତି ସେ ମନ୍ଦକୁ, ମିଥ୍ୟାକୁ ଏବଂ ସେ ଅପରାଧକୁ ଏବଂ ସେ ଭିନ୍ନ ପଥକୁ ସେ କେବେ ହେଲେ ମଧ୍ୟ ସେ ବାଛିବ ନାହିଁ ବା ପସନ୍ଦ କରିବ ନାହିଁ। ଏବଂ ଆଉ ଗୋଟିଏ ପଥ ଯାହାକି ଈଶ୍ୱରଙ୍କର ପଥ, ଉତ୍ତମ ପଥ, ସତ୍ୟ ପଥ, ପବିତ୍ର ପଥ, ଯାହାକି ଆମ୍ଭମାନଙ୍କୁ ତାହା ବର୍ଣ୍ଣନା କରେ ଈଶ୍ୱରଙ୍କର ବାକ୍ୟରେ। ଜଣେ ବ୍ୟକ୍ତି ଦୁଇ ଜଣଙ୍କର
सेवा करि परिबो नाही बा मंदर सेवा करि परिबो नाही बा भलर सेवा करि दुई जन को से धरि चली परिबो नाही whether you are good you take it whether you are wrong you take it तेणुकरी परमेश्वर कहती व्यक्तिगत भाव से प्रकाश करती जे पाछा व्यक्तिगत भाव सिद्धांत दियो एक प्रतिबद्धता आपण मन जीवन में हो परमेश्वर वाक्य वर्णना करा जाए प्रतिबद्धता मन को प्रतिदिन बाछा पड़े एवरी डे प्रतिदिन आम्हे माने सिद्धांत नबाको पड़िबो ईश्वर का प्रतिबद्धतार एक थर निष्पत्ति नुह थरे मो परित्राण पाइगली तापर आउ किछि नुह मो उपासना को जेबिनी मो प्रार्थना करिबिनी मो परमेश्वर के पाए उज्जुक्ति हेबि नाही आउ कोनोसी मा सभा समिति रे मो जोग देबि नाही ए परि केबे हन मध्य ताहा हे परिबो नाही एवं you are not your own आपण माने निजर मोह कारण आपण मान को बहुमूल्य रक्त दे परमेश्वर से किनी अछंती so you are not your own whatever you like you can't do that आपण माने जहां किछि इच्छा तहां करि परिबे नाही एवं fall down प्रकाश करंती you आमने कौन करू आमने तो इंटेंशन आमने तो इच्छा आमने तो चिंताधारा आमने तो कार्यक्रम रे आम्हे माने कौन करथाओ यात्रा करथाओ किंतु जानिबा दरकार तुम्हे जदि मोहन सेवा करिबा को इच्छा करो तबे एवरी डे प्रतिदिन आपण माने सिद्धांत नबा पड़िबो जे प्रतिबद्धतार सहित प्रेज द लॉर्ड आमेन एवरी डे प्रतिदिन आम्हे माने से प्रतिबद्धता को निष्पत्ति नबा लुकदार 9 अध्यायर 23 पदरे लिखा जाए यदि केही मो पछरे आसीबा को चाहंती तेबे से निज को स्वीकार करो एवं प्रतिदिन निज क्रूस उठाई मो पछरे आसु जेतबेले का माने देखो लुकदार 9 अध्याय 23 पदरे ता वर्णना करे जदि मोहर सेवा करिबा पायास जदि मोहर संतान संतति हेइ अछ प्रकृत रे तेबे तुम्हे माने कोन करो निज को स्वीकार करू एवं प्रतिदिन निज क्रूस उठाई मो पछरे आसु तार अर्थ आमाने भलो भाबरे जानिबा दरकार जे प्रतिदिन आमन जीवन रे अनेक घात प्रतिघात अनेक प्रकार कष्ट अनेक प्रकार मंदता अनेक प्रकार आमनकर विभिन्न प्रकार चक्षु लालसा एवं आमनकर चिंताधारार मोह माया जगतर ए समस्त आम मानकु कोन करे आम मानकु से छापी देई थाय परमेश्वर को निकट करते हेबा पाए से कोन करे से आम मानकु छापी देई थाय आमनकु परमेश्वर को ठारो दूर नहीं जान था तेण करी मु आपण मानकु एही इच्छा देबा पाए जाए जे प्रतिदिन आम्हे माने निजो को स्वीकार करू एवं प्रतिदिन आमनकु जो क्रूस जिसु सब बनिकी चलिलु केते कष्ट केते यंत्रणा मंत्र समस्त पाप को से लेकी जाए आपन को जीवन रे जहां कुछ कष्ट आसे आपने से समस्त को हमने सहयोग कर चलिबा आवश्यकता अर्थ हृदय प्रतिबद्धता यथेष्ट अधा हृदय आम्हे माने केबे हेले मध्य प्रतिबद्धता नहीं परिबा नै निष्पत्ति नहीं परिबा कारण प्रतिबद्धता एक संपूर्ण आह्वान बाछिबा आवश्यकता रहिछि एवं प्रतिबद्धता आमने केबे हेले मध्य अधा हृदय रे आमने चलिबा नै तार अर्थ तार दुईटी हृदय करी आमने चलिबा नै दुईटी विषय को करी मंद एवं भल को नहीं चली परिबा नै तेणुकरी परमेश्वर दास वर्णना करते
ବାଛନ୍ତୁ ପସନ୍ଦ କରନ୍ତୁ whom you will serve, କାହାର ସେବା କରିବେ। କାରଣ ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ସେ ମହାନ ପଦରେ ଆମ୍ଭମାନଙ୍କୁ ରଖିଛନ୍ତି। ଆପଣମାନେ ରାଜକୀୟ ପଦ ପାଇଛନ୍ତି। ଆପଣମାନେ ଈଶ୍ୱରଙ୍କ ସହିତ ରହିବା ପାଇଁ ପ୍ରଭୁ ଆପଣଙ୍କୁ ବାଛିଛନ୍ତି। ଚିରଦିନ ପାଇଁ ରହିବା ପାଇଁ ଆମେ ଜଗତରେ ଅଳ୍ପ ଦିନ ପାଇଁ ଆମେ ରହିଥାଉ ବା ରହୁଛୁ ବା ରହିବା, କିନ୍ତୁ ପ୍ରଭୁ ଆମ୍ଭମାନଙ୍କୁ ସେ ଚିରଦିନ ରଖିବା ପାଇଁ ସେ ବାଛିଛନ୍ତି। ତେଣୁକରି ପ୍ରଭୁ ଆମମାନଙ୍କୁ ଏହି ଉତ୍ସାହ ଦିଅନ୍ତି ତାଙ୍କର ଦାସତ୍ୱ ଦ୍ୱାରା ଯୋଗ୍ୟ ଦାସତ୍ୱ ଦ୍ୱାରା ସେ ପ୍ରକାଶ କଲେ। ବାଛ ଯେତେବେଳେ କି ପରମେଶ୍ୱର ଆମ୍ଭମାନଙ୍କୁ ସେ ପୂର୍ଣ୍ଣ ଭକ୍ତି ସହ ବା ଈଶ୍ୱର ପୂର୍ଣ୍ଣ ଭକ୍ତି ଆମ୍ଭମାନଙ୍କ ଠାରୁ ସେ ଚାହାନ୍ତି। ସମ୍ପୂର୍ଣ୍ଣ ଭକ୍ତି ପରମେଶ୍ୱର ଆମ୍ଭମାନଙ୍କ ଠାରୁ ଚାହାନ୍ତି। ଆଂଶିକ ପ୍ରତିବଦ୍ଧତା ଚାହାନ୍ତି ନାହିଁ। short term invitation ନୁହଁ, short term କୌଣସି କୋର୍ସ ନୁହଁ। It is a full time ସମ୍ପୂର୍ଣ୍ଣ ସିଦ୍ଧାନ୍ତ ନେବା, ବାଛିବା, ପସନ୍ଦ କରିବା ଯେ ମୁଁ ଓ ମୋ ପରିଜନ, ମୋ ପରିବାର, ମୁଁ ଈଶ୍ୱରଙ୍କର ସେବା କରିବି। You take a decision. ଏହା ଆମେ ମାନେ ସିଦ୍ଧାନ୍ତ ନେବା। ହେଇପାରେ ଆପଣଙ୍କର ପରିବାରର କୌଣସି ସଦସ୍ୟ ଯଦି ଭୁଲ ରାସ୍ତାରେ ଚାଲିଯାଏ, ଆପଣଙ୍କର ସଦସ୍ୟ ଯଦି କୌଣସି ଭାବରେ ସେ ଭୁଲ କାମରେ ଲିପ୍ତ ହେଇଯାଏ, ଯଦି କୌଣସି ଭାବରେ ସେ ବିଳମ୍ବ କରେ ବା କୌଣସି ଭାବରେ ସେ ଆଗ୍ରହ ନୁହଁ ପରମେଶ୍ୱରଙ୍କ ପାଇଁ ଉଦ୍ୟୋଗୀ ଯଦି ହେଇପାରୁନାହିଁ, ତେବେ ପରିବାରର ସଦସ୍ୟ ଭାବରେ ଆମ୍ଭେମାନେ ସାଙ୍ଗ ହଉ, ପରିବାରର ପିତାମାତା ହୁଅନ୍ତୁ, ସନ୍ତାନ ସନ୍ତତି ହୁଅନ୍ତୁ, ସାଙ୍ଗସାଥି ହୁଅନ୍ତୁ, ଆମ୍ଭେମାନେ ତାହାଙ୍କୁ ବୁଝେଇବା ଏବଂ ଏକ ସିଦ୍ଧାନ୍ତ ମଧ୍ୟରେ ଆମେ ପ୍ରବେଶ କରେ। ଆମର ଜୀବନରେ ଯାହା କିଛି ଘଟିଥାଏ ଆମେ ତାକୁ ଆମେ ସହ୍ୟ କରିବା ଏବଂ ଏକମାତ୍ର ପରମେଶ୍ୱରଙ୍କୁ ଆମେ ଧ୍ୟାନ ଦେଇ ଆମେ ଯାତ୍ରା କରିବା। ଈଶ୍ୱରଙ୍କର ଆହ୍ୱାନ, ଈଶ୍ୱରଙ୍କର ଯୋଜନା, ଈଶ୍ୱରଙ୍କର ସଂକଳ୍ପ ସମ୍ପୂର୍ଣ୍ଣ ଭକ୍ତି ସହିତ ଆମ୍ଭେମାନେ ପ୍ରତିବଦ୍ଧତା ମାନେ ନେବା। ଏହା ଆଂଶିକ ନୁହଁ। ପ୍ରତିବଦ୍ଧତାର ମୂଲ୍ୟ ବିଷୟରେ ଆମେ ଲେଖିବା। ଯେତେବେଳେ ଆମର ସିଦ୍ଧାନ୍ତ ନଉ, ଯେତେବେଳେ ଆମେ ବାଛୁ, ଆମମାନଙ୍କୁ ସେଇ ପ୍ରତିବଦ୍ଧତା ପାଇଁ ଆମେ କିଛି ବଳିଦାନ କରିବାକୁ। You have to ଆପଣମାନେ କିଛି ଦବାକୁ ପଡ଼ିବ, କିଛି ଆପଣମାନେ ଉତ୍ସର୍ଗିତ କରିବାକୁ ପଡ଼ିବ, କିଛି ବଳିଦାନ ଦେବାକୁ ପଡ଼ିବ। କାରଣ ଆମ୍ଭମାନଙ୍କୁ ପରମେଶ୍ୱରଙ୍କର ଯୋଜନା ଅନୁସାରେ ଈଶ୍ୱର ତାହାଙ୍କର ଦିବ୍ୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ। କାରଣ ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ସେ କଣ କରିବେ? ଅନନ୍ତ ଜୀବନ ପାଇବେ ବା ଅନନ୍ତ ଜୀବନ ପ୍ରାପ୍ତ ହେବେ। ତାହା ଈଶ୍ୱର ମନୋନୀତ କଲେ। କାହିଁକି? এই ଜଗତକୁ ସେ ପ୍ରେମ କଲେ, ଏହି ଲୋକମାନଙ୍କୁ ସେ ପ୍ରେମ କଲେ। এই ଲୋକମାନେ ଆଜି ସେମାନେ ପ୍ରତିବଦ୍ଧତାର ସହିତ ସେମାନେ ନୁହନ୍ତି। ତେଣୁକରି ନିଶ୍ଚୟ ଏମାନଙ୍କ ପାଇଁ କିଛି ଗୋଟେ ପଥ ପ୍ରସ୍ତୁତ କଲେ, ତାହାଙ୍କର ଅତିରିକ୍ତ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ। ସେ ନିଜେ ଈଶ୍ୱରଙ୍କ ପୁତ୍ର ବା ସ୍ୱୟଂ ଈଶ୍ୱର ହେଇ ସେ এই জগত ପାଇଁ ସେ ବଳିଦାନ ଦେଲେ, ସେ ଉତ୍ସର୍ଗିତ କଲେ। ପ୍ରତିବଦ୍ଧତାର ମୂଲ୍ୟ ସେ ବଳିଦାନ ହେଇପାରେ। ଆମମାନଙ୍କର ଚତୁଃପାର୍ଶ୍ୱରେ, ଆମମାନଙ୍କର ଜୀବନରେ, ଆମମାନଙ୍କର ସାଙ୍ଗସାଥି ମାନଙ୍କ ମଧ୍ୟରେ, ପରିବାର ମଧ୍ୟରେ
যদি কৌশি অভাব কৌশি ভুল কৌশি মিথ্য বা অসত্য আসি পৌঁছে অন্ধকার আসি পৌঁছে আমার ସେଥିପାଇଁ ବଳିଦାନ ଦେବାକୁ ପଡିବ। You have to correct it। ଆମମାନେ ତାକୁ ସମାଧାନ କରିବା। ବଳିଦାନ ହେଇପାରେ ଜଣେ ଘୃଣାକୁ ହେଇପାରେ ମତେ ସେ ଗ୍ରହଣ କରୁନାହିଁ ହେଇପାରେ ମୋ ବିରୁଦ୍ଧରେ କଥା ହଉଛି ହେଇପାରେ ମତେ ବଚସା କରୁଛି ହେଇପାରେ ମତେ ବିଭିନ୍ନ ଆଳ ଦେଖାଉଛି କିନ୍ତୁ ମୁଁ ଏହି କଥା କହିବା ପାଇଁ ଚାହେଁ ସେଥିପାଇଁ ଆମ୍ଭେମାନେ ବଳିଦାନର ସହିତ ଆମର ଠିଆ ହେବାକୁ ପଡିବ। Praise the Lord। Hallelujah। ସେତେବେଳେ ଯେ ଆମେ ଦେଖୁ ପ୍ରତିବଦ୍ଧତା ସେ ବଳିଦାନର ଆବଶ୍ୟକତା କରିଥାଏ। ଖ୍ରୀଷ୍ଟଙ୍କୁ ଅନୁସରଣ କରିବାର ଅର୍ଥ ବ୍ୟକ୍ତିଗତ ଇଚ୍ଛା ପାପ ଏବଂ ସାଂସାରିକ ବିଭ୍ରାନ୍ତିକୁ ପରିତ୍ୟାଗ କରିବା। ରୋମିଓ ତାର 12 ଅଧ୍ୟାୟ 1 ପଦରେ ଯେତେବେଳେ ଆମେ ଦେଖୁ ତୁମ ଶରୀରକୁ ଏକ ଜୀବନ୍ତ ବଳିଦାନ ପବିତ୍ର परमेश्वर निकटरे ग्रहणीय जहाँ तुम्हार युक्तियुक्त सेवा उपासना अटे। प्रकृत प्रतिबद्धतार अर्थ सब किछि रे परमेश्वर को आम्भे प्रथम स्थान देबो। Everything, whatever you do, whatever you think, wherever you go, wherever you sit, जो स्थान में बसिबे जो स्थान को जिबे जहाँ किछि आपण करिबे जहाँ भाबुछंती जहाँ देखुछंती जहाँ किछि आपण माने चिंता करूछंती जहाँ को सदा आपण माने मिसुछंती जहाँ को सदा आपण माने यात्रा करूछंती जहाँ को सदा आपण माने रहुछंती ध्यान दियंतु आपण माने ईश्वर को प्रथम स्थान देबे। हम लोग जब जुगाड़ करुछंती फर्स्ट प्लेस गिव टू गॉड ईश्वर को हमारे प्रथम स्थान दबा। जब संग साथी माने हमारे मिसतो रिमेंबर मने पकेबा ईश्वर आम्भमान के सहित अछंती जहाँ किछि हमारे देखुचो जानवा दरकार जे ईश्वर आम्भमान के सहित से अछंती एवं से देखुचंती। रिमेंबर जहाँ कि आपण भावुछंती ईश्वर आपण मानकर भावना मध्य अछंती। रिमेंबर तेणुकरी प्रतिबद्धता नवा पाए आम्भे माने संपूर्ण भाव में जब इच्छा करूं कारण जे डाकंती जहाँ इच्छा आस तुम्हें कहा सेवा करिबो बाछ मनोनीत कर बाछ जदि ईश्वर सेवा करिबो ताहेले आम्भे माने पहुंची दिबा। ओबियो पुस्तक 12 में 1 पदरे ताहा वर्णना करे ईश्वर को प्रथम स्थान दबा। प्रतिबद्धता केउ समय आसी थाय प्रतिबद्धता एक कष्ट समय रे ताहा परीक्षित बिता। प्रतिबद्धता ताको कष्ट समय रे ताहा आसी था किछि समय रे नुह मो पाखरे अनेक टंका अछि सेही समय रे नुह जो समय रे कि एक कठिन परिस्थिति जो समय रे कि आपण मानकर परिस्थिति एक जटिल जो परिस्थिति की आपण मानकर जीवन रे एक अंधकार में देखा जाउछि जो परिस्थिति की आपण मानकर समस्त विषय एक बाहर सदृश देखा जाउछि एई परे आपण मानकर परिवार मध्यरे आपण मानकर कोनोसी ना कोनोसी विभ्रांति बा अपोजिशन आसुथिबो सामसाटी मानकर मध्यरे अपोजिशन आसुथिबो बिबी आरोदी फर्स्ट पेज गिव टू गॉड आयुब 13 तार 15 पदरे लिखा जाए जदियो से मते परित्याग करन्ते तथापि मु तांको उपरे भरोसा रखिबी। कष्टकर समय आमे कोन प्रतिबद्धता हेबा इच्छा करू। 100 वर्ष आयुब हरैथिले
He lost everything. He lost everything. ସମସ୍ତ କିଛି ହରାଇଲେ। ଏକ ପରିସ୍ଥିତି ଯାହା ଘଟିଥିଲା ଯଦି ସମସ୍ତେ ମୋତେ ପରିତ୍ୟାଗ କରିବେ ମୁଁ କେବେ ହେଲେ ମଧ୍ୟ ଈଶ୍ୱରଙ୍କୁ ପରିତ୍ୟାଗ କରିବି ନାହିଁ ତାହାଙ୍କର ପଥକୁ ପରିତ୍ୟାଗ କରିବି ନାହିଁ ପ୍ରତିବଦ୍ଧତା ପାଇଁ ଆଜ୍ଞା ପାଳନ ଆବଶ୍ୟକତା ରହିଅଛି ଆମେ ଈଶ୍ୱରଙ୍କୁ ଭଲ ପାଉ ବୋଲି କହିବା ଯଥେଷ୍ଟ ନୁହଁ ଆମକୁ ଆମର କାର୍ଯ୍ୟ ଦ୍ୱାରା ତାହା ଦେଖାଇବାକୁ ପଡ଼ିବ ଚଉଦ 14 ଅଧ୍ୟାୟ 15 ଯେତେବେଳେ ଦେଖୁ ଯଦି ତୁମେ ମୋତେ ପ୍ରେମ କର ତେବେ ମୋ ଆଜ୍ଞା ପାଳନ କର ଏକ ପ୍ରତିବଦ୍ଧତାର ହୃଦୟ ପରିସ୍ଥିତି ନିର୍ବିଶେଷରେ ପରମେଶ୍ୱରଙ୍କର ବାକ୍ୟକୁ ଅନୁସରଣ କରେ ପ୍ରତିବଦ୍ଧତାର ପୁରସ୍କାର ଆମେ ଯଦି ସଂକଳ୍ପ ନେବା ପ୍ରତିବଦ୍ଧତା ନେବା ଈଶ୍ୱରଙ୍କର ଲୋକମାନଙ୍କୁ ଈଶ୍ୱର ସମ୍ମାନ କରନ୍ତି ତୃତୀୟ ବିଷୟ ଯେତେବେଳେ ଆମର ଦେଖୁ ପ୍ରତିବଦ୍ଧତାର ପୁରସ୍କାର ଗୀତ ସଂହିତା ତାର 37 ପଦରେ ଲେଖାଯାଏ ପ୍ରଭୁଙ୍କ ନିକଟରେ ତୁମର ପଥ ସମର୍ପଣ କର ତାଙ୍କଠାରେ ମଧ୍ୟ ଭରସା ରଖ ଏବଂ ସେ ତାହା ସଫଳ କରିବେ ଯେତେବେଳେ ଆପଣମାନେ ପ୍ରତିବଦ୍ଧତା ନେବେ ଏବଂ ପ୍ରତିବଦ୍ଧତାର ଅନନ୍ତ ପୁରସ୍କାର ଆମକୁ ତାହାଙ୍କ ନିକଟକୁ ନେଇଥାଏ ଦ୍ୱିତୀୟ ତିମୋଥୀ 4 ଅଧ୍ୟାୟ ତାର 7 ଏବଂ 8 ପଦରେ ମୁଁ ଏକ ଉତ୍ତମ ଯୁଦ୍ଧ ଲଢ଼ିଅଛି ମୁଁ ମୋର ଯାତ୍ରା ସମାପ୍ତ କରିଅଛି ମୁଁ ବିଶ୍ୱାସକୁ ବଜାୟ ରଖିଛି ବର୍ତ୍ତମାନ ଠାରୁ ମୋ ପାଇଁ ଧାର୍ମିକତାର ମୁକୁଟ ରଖାଯାଇଅଛି ତା ପ୍ରତିବଦ୍ଧତାର ପୁରସ୍କାର ଅଟେ ପ୍ରତିବଦ୍ଧତାର ଜୀବନ ଖ୍ରୀଷ୍ଟଙ୍କ ସହିତ ଅନନ୍ତ ଆନନ୍ଦକୁ ନେଇଯାଏ ପ୍ରତିବଦ୍ଧତା ସ୍ଥିରତା ଏବଂ ଶାନ୍ତି ଆଣିଥାଏ ଇଶାୟା ତାର 26 ଅଧ୍ୟାୟ 3 ପଦରେ ତାହା ବର୍ଣ୍ଣନା କରେ ତୁମ୍ଭେ ତାଙ୍କୁ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ ଯାହାର ମନ ତୁମ୍ଭ ଉପରେ ସ୍ଥିର ଅଛି କାରଣ ସେ ତୁମ୍ଭ ଉପରେ ଭରସା ରଖେ ଯେତେବେଳେ ଆମେ ଈଶ୍ୱରଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବରେ ପ୍ରତିବଦ୍ଧତା ପ୍ରକାଶ କରୁ ସେ ଆମମାନଙ୍କୁ ଶାନ୍ତି ଏବଂ ଦିଗ୍ଦର୍ଶନ ସେ ଆମମାନଙ୍କୁ ଦେବେ ଶେଷରେ ଏହି ପ୍ରଶ୍ନ ପଚାରିବା ପାଇଁ ମୁଁ ଚାହେଁ ଆପଣ କଣ ପ୍ରତିଦିନ ତାଙ୍କୁ ସ୍ମରଣ କରିବାକୁ ବାଛନ୍ତି ଆପଣଙ୍କର ପ୍ରତିବଦ୍ଧତାର ମୂଲ୍ୟ ଦେବାକୁ ଇଚ୍ଛୁକ ତେଣୁକରି ଜିହୋଶିୟ ସେ ପ୍ରକାଶ କରନ୍ତି ସାହସର ସହିତ ଆମେ ସାହସର ସହିତ ଘୋଷଣା କରିବା ମୁଁ ଏବଂ ମୋ ପରିବାର ଆମେ ପ୍ରଭୁଙ୍କ ସେବା କରିବା Praise the Lord. Praise the Lord. God bless you. ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ. Thank you very much.